ବର୍ଷା ହେଲେ ବି ଆଗକୁ ଆହୁରି ଗରମ କଲବଲ କରିବ ଗୁଳୁଗୁଳି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆଇଏମ୍ଡି ଦେଶରେ ମୌସୁମୀକୁ ନେଇ ତାଙ୍କର ତାଜା ଆକଳନ କରିଛନ୍ତି। ପାଣିପାଗ ବିଭାଗଙ୍କ ଅନୁସାରେ ଦେଶରେ ଏବେ 40% ବର୍ଷାର ଯେଉଁ ଅଭାବ ଲାଗି ରହିଛି ତାହା ଆଗାମୀ 7ରୁ 10 ଦିନରେ ହେବାକୁ ଥିବା ବର୍ଷାରେ କିଛି ମାତ୍ରାରେ ପୂରଣ ହେବ। ହେଲେ ବି ମୋଟ ଉପରେ ସମ୍ପୂର୍ଣ୍ଣ ଜୁଲାଇ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକରୁ ବି କମ୍ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛନ୍ତି। ପାଣିପାଗ ବିଭାଗ ଅନୁସାରେ ଗୋଟିଏ ପଟେ ବର୍ଷା କମ୍ ହେବାର ଆଶଙ୍କା କରାଯାଉଥିବା ବେଳେ ଜୁଲାଇ ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। କାରଣ କେତେକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିବାର ଅନୁମାନ କରାଯାଉଛି। ଏଥିରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏଣୁ ଜୁଲାଇର ପ୍ରଥମ 10 ଦିନରେ ଓଡ଼ିଶା, ପଶ୍ଚିମବଙ୍ଗରୁ ଆରମ୍ଭ କରି ଗୁଜରାଟ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ଅର୍ଥାତ୍ ମଧ୍ୟ ଭାରତରେ ଭଲ ବର୍ଷା ହେବ। ପରବର୍ତ୍ତୀ ଖବର, କ୍ୟାବିନେଟ୍ ବୈଠକ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। କ୍ୟାବିନେଟ୍ରେ 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ୱ ଦେଇଛନ୍ତି। ବର୍ଷକୁ ଏଥିପାଇଁ 895 କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା 5 ବର୍ଷରେ 5467 କୋଟି ଟଙ୍କା ବ୍ୟୟ ହେବ। ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ନାମଲେଖା ମାଗଣା ରହିବ। ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଖବର, ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ଶସ୍ତା ହେଲା ଏଲ୍ପିଜି ସିଲିଣ୍ଡର ସହ ପେଟ୍ରୋଲ ଡିଜେଲ। ଜାଣନ୍ତୁ ନୂଆ ଦର। ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର। ଜୁଲାଇ ମାସରେ ଉଭୟ ଗ୍ୟାସ୍ ସିଲିଣ୍ଡର ଏବଂ ପେଟ୍ରୋଲ ଡିଜେଲ ଦରରେ ବଡ଼ ଆଶ୍ୱସ୍ତି ମିଳିଛି। 19 କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର 183 ଟଙ୍କା 50 ପଇସା ହ୍ରାସ ହୋଇଛି। ଅର୍ଥାତ୍ 3113 ଟଙ୍କାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡର ଏବେ 2930 ଟଙ୍କାରେ ମିଳିବ। ଘରୋଇ 14 କିଲୋ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି। ସେହିପରି ପେଟ୍ରୋଲ ଡିଜେଲ ଦର ବି କମିଛି। 2 ବର୍ଷ ପରେ ପେଟ୍ରୋଲ 5 ଟଙ୍କା ଏବଂ ଡିଜେଲ 3 ଟଙ୍କା ହ୍ରାସ ହୋଇଛି। ପରବର୍ତ୍ତୀ ଖବର, ବଢ଼ିଲା ଭତ୍ତା। ହିତାଧିକାରୀଙ୍କ ଚିନ୍ତା। ଆଧାର ଲିଙ୍କ ନହେଲେ ବଞ୍ଚିତ ହେବେ କି 3 ଲକ୍ଷରୁ ଅଧିକ ବୃଦ୍ଧ-ବୃଦ୍ଧା ଓ ଭିନ୍ନକ୍ଷମ। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ବା ପେନ୍ସନ ପାଉଥିବା ହିତାଧିକାରୀଙ୍କ ପାଇଁ ଓଡ଼ିଶା ସରକାର ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ନୂଆ ନିର୍ଦ୍ଦେଶନାମା ପରେ ହିତାଧିକାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। କାରଣ ଯେଉଁମାନଙ୍କ ବ୍ୟାଙ୍କ ଖାତାରେ ଆଧାର ଲିଙ୍କ ହୋଇନଥିବ ସେମାନେ ଆଗକୁ ପେନ୍ସନ ପାଇବାରୁ ବଞ୍ଚିତ ହୋଇପାରନ୍ତି। ରାଜ୍ୟରେ ଏବେ ମଧ୍ୟ ପ୍ରାୟ 3,35,850 ଜଣ ହିତାଧିକାରୀ ନିଜ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ କରିନାହାନ୍ତି। ଚୂଡ଼ାନ୍ତ ଲିଙ୍କ କରିବା ପୂର୍ବରୁ ଆଧାର ଇ-କେୱାଇସି ପ୍ରକ୍ରିୟା ସରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, ବହି ତ୍ରୁଟିକୁ ନେଇ ବଡ଼ ଘୋଷଣା। ନୂଆ ବହି ଦେବେ ସରକାର। ଏବେ ସଂଶୋଧିତ ପୁସ୍ତକରେ ପଢ଼ିବେ ପିଲା। ବହି ତ୍ରୁଟିକୁ ନେଇ ବଡ଼ ଘୋଷଣା। ନୂଆ ବହି ଦେବେ ସରକାର। ପିଲା ସଂଶୋଧିତ ପୁସ୍ତକରେ ପାଠ ପଢ଼ିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତ୍ରୁଟି ଶୂନ୍ୟ ପାଠ୍ୟ ପୁସ୍ତକ ପାଇଁ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ମତାମତ ନିଆଯିବ। ଗଣଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ କରାଯିବ। ସମ୍ପୂର୍ଣ୍ଣ ସଂଶୋଧନ ପରେ ସରକାର ନୂଆ ବହି ଯୋଗାଇ ଦେବେ। ଯଥାଶୀଘ୍ର ନୂଆ ବହି ଯୋଗାଇ ଦେବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। 3 ଦିନ ଚାଲିବ ମାରାଥନ କାର୍ଯ୍ୟକ୍ରମ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 3 ତାରିଖରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲମ ବିମାନବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ଆସି ରାତି 8:40ରେ ଝାରସୁଗୁଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ଖବର, ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀକୁ ଚାଲିବ ସ୍ପେଶାଲ ଟ୍ରେନ୍। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ରଥଯାତ୍ରା ସମୟରେ ଭକ୍ତମାନେ ଯେପରି କୌଣସି ଅସୁବିଧା ବିନା ସହଜରେ ପୁରୀ ପହଞ୍ଚି ପାରିବେ ସେଥିପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ଭାରତୀୟ ରେଳବାଇର ଏହି ପ୍ରୟାସ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତମାନଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯାତ୍ରାକୁ ଅଧିକ ସୁଗମ ଏବଂ ସୁବିଧାଜନକ କରିବ। କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ବଦଳିଲା ମନରେଗା ଯୋଜନା। ନୂଆ ଭିବିଜି ରାମଜି ଆକ୍ଟରେ ଏବେ ପ୍ରତିଦିନ ମିଳିବ ଏତିକି ଟଙ୍କା। ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର 1 ଜୁଲାଇ 2026ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର ସବୁଠାରୁ ବଡ଼ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ମନରେଗା ଆକ୍ଟ 2005କୁ ରଦ୍ଦ କରି ସେହି ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଆଇନ ଭିବିଜି ରାମଜି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଏଣ୍ଡ ଆଜୀବିକା ମିଶନ ଗ୍ରାମୀଣକୁ ଲାଗୁ କରିଦେଇଛନ୍ତି। ଏହି ନୂଆ ଆଇନ ଅଧୀନରେ କେବଳ ଯୋଜନାର ସ୍ୱରୂପ ବଦଳିବ ନାହିଁ ବରଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରୀ ହାରରେ ମଧ୍ୟ ବଡ଼ ସଂଶୋଧନ କରାଯାଇଛି। ଏବେ ଏହି ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କୁ ପ୍ରତିଦିନ 327 ଟଙ୍କା 40 ପଇସା ହିସାବରେ ମଜୁରୀ ଦିଆଯିବ।
ପରବର୍ତ୍ତୀ ଖବର ସୁକନ୍ୟା ସମୃଦ୍ଧି ଯୋଜନାରେ 8.2% ସୁଧ 3 ମାସ ଅବଧି ପାଇଁ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ସ୍କିମର ସୁଧ ଘୋଷଣା। ଆସନ୍ତା ଜୁଲାଇ ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ 8.2% ସୁଧ ମିଳିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି 3 ମାସ ଅବଧି ପାଇଁ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ସ୍କିମର ସୁଧ ଘୋଷଣା କରାଯାଇଛି। ଗତ ଏପ୍ରିଲ ଜୁନ ତ୍ରୈମାସିକର ସୁଧକୁ ଆସନ୍ତା ତ୍ରୈମାସିକ ପାଇଁ ଅପରିବର୍ତ୍ତିତ ରଖାଯାଇଛି। ସେହି ଅନୁସାରେ ଡାକଘର ସଞ୍ଚୟ ଖାତା ସୁଧ 4%, ବର୍ଷିକିଆ ମିଆଦି ଜମା ସୁଧ 6.9%, 2 ବର୍ଷିଆ ମିଆଦି ଜମା ସୁଧ 7%, 3 ବର୍ଷିଆ ମିଆଦି ଜମା ସୁଧ 3.1% ଏବଂ 5 ବର୍ଷିଆ ମିଆଦି ଜମା ସୁଧ 7.5% ରହିଛି।